ଧନ କାଲିଠୁ 3 ଦିନ ଖାଇଲେ 3 ଦିନ ଉପବାସ ରହୁଛୁ କୋଉଠୁ ଆଣିବୁ ଯେ ପଇସା କଣ ତ କରିବୁ ଏତେ କେସ କାରଣ ଗାଡି ଭଡା ଲାଗିବ କୋଉଠୁ ଆଣିବୁ ମୁଁ ଜମି ଖଣ୍ଡେ ସେ ବନ୍ଧା ରହଣ ବନ୍ଧିକି ଦେଇକି 1 ଲକ୍ଷ ଟଙ୍କା ଆଣିଥିଲି ମୁଁ ଆଣିନି ବା ଝୁଅ ଆଣିଥିଲା କ'ଣ ଦରକାର ଥିଲା ସେ ଟଙ୍କାକୁ ପ୍ରତ୍ୟେକ ମାସରେ ସୁଧ ନେଲା ସୁଧ ନେଇକି ମତେ ଟଙ୍କା ନେଇଯା ନାଇଁ ତୋର ବାକି ଅଛି ସୁଧ ଆଉ ମୁଁ ପଛରେ ଦେବୁନି ଏମିତିଆ କହିଲା ସିଏ ଟଙ୍କା ନ ନେଇକି ଖେଳ ଖେଳିକିରି ମୋ ଜମିକି ପଟା କରିକି ତା ନାଁରେ କରି ନେଇଗଲା ସେ ଗୋଟେ କୁମୁଟି ଗମ୍ଭାରୁଣ୍ଡା ମାଲୁ ବୋଲି ତା ନା କ'ଣ ସତ୍ୟନାରାୟଣ ମାଲୁ ନେଇଗଲା ମତେ 82 ହେଇଗଲାଣି ଧନ ନାଇଁ ପୁଅ ସ୍ୱାମୀ ତ କେହି ନାହାନ୍ତି ଝୁଅ ପାଖରେ ରହିଛି ଆଉ ଝୁଅର ଗୋଟେ ପୁଅ କରିଛି ସବୁ ମନ ପଡୁଛି ସବୁ ମତେ ହଇରାଣ କରୁଛି ଧନ କାଲିଠୁ 3 ଦିନ ଖାଇଲେ 3 ଦିନ ଉପବାସ ରହୁଛୁ କୋଉଠୁ ଆଣିବୁ ଯେ ପଇସା କଣ ତ କରିବୁ ଏତେ କେସ କାରଣ ଗାଡି ଭଡା ଲାଗିବ କୋଉଠୁ ଆଣିବୁ ସରକାର ଟିକେ ପାଇଛି କାଲିଠୁ ବି ଝୁଅ ମନ ଖରାପରେ କାଲି ରୋଷେଇବାସ କିଛି କଲାନି କାଲି ଉପବାସ ବେଟା ଆଜି ଉପବାସ ଝୁଅ ରହିଛି ଝୁଅ ରହିଛି କ'ଣ ଉପମା କରିକି ଆଣିଥିଲା ଯେ ସେ ଟିକେ ଖାଇଥିଲା ମତେ ଟିକେ ଦେଇଥିଲା ଝୁଅ ସାଙ୍ଗରେ ଆସିଛି ଝୁଅ ଆଣିଛି ଝୁଅ ସାଙ୍ଗରେ ତମର ଦେଖା ହେଇନି ମତେ ପିଲା ଆଣିଲେ ହେରି ବାବୁଙ୍କ ପାଖକୁ ମୁଁ ଯୋଉଟା କହିବାକୁ କହୁଥିଲି ସେଟା କିଛି ନ କହିକି ରେସନ କାର୍ଡ ସେ ବଢେଇଦେଲେ ରେସନ କାର୍ଡ କରିଦେଲେ ଆଉ ସେ ପାଇଖାନା କରିଦେଲେ ଆଉ ମତେ ଟଙ୍କା ଦେଇଦେଲେ କହିଲେ କାନ୍ଦନି ଜହରି କେତେ 1000 ଟଙ୍କା ଦେଇଛନ୍ତି ନାତିକି ଧରିକି ଆସିଲେ କି ମୁଁ ସବୁ କରିବି ସେଇଠି ବଡ ପାଖରେ କିଏ ଆଣିଲେ କିଏ ଦେଲେ ବୋଲି ମୁଁ ଜାଣିନି ନାତିନି କହିବି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲ ମୁଁ ବା ଚିହ୍ନିକି ଦେଇ ଏଇପଟେ ଜଣେ ବସିଥିଲେ ଯେ ଗୋରା ହେଇକି ସେଇ ସବୁ କଥା କହିଲେ ଆଉ ଜଣେ କାଗଜ ତାର ଦେଖିଦେଲେ କହିଲେ ତମର ହେଇଗଲା ଆଉ ତେବେ ଜହରି କାନ୍ଦନି ଆଉ ତମ ନାତିକି ଧରିକି ଆସିବ ମୁଁ ସବୁ କଥା ତମର କରିବି ଏମିତି କହିଲେ ଆଉ ଯୋଉ ଘର ପଡ଼ିଲା ଯୋଉ ଘର ଭାଙ୍ଗିଲା ଆଉ ସେଟା କ'ଣ କହିପାରିଲେ କି ଆଉ ଦୁନିଆରେ ପକେଇକି ଆମ ପଡ଼ୁଥିଲା ମୋ ଝୁଅକୁ ଧୁଆଇକି ଭିଡ଼ିକି ନେଇକି ମୁଁ ଫସଲ କରିବି ସେ ଫସଲ କାଟିକି ନେବ ଏଟା ସବୁ ଆମ ସେଠି କହିପାରିଲେ କି କିଛି କହିନି ଆଉ ଏମିତି ହଇରାଣ ଅବସ୍ଥା କରୁଛି ତା ଟଙ୍କା ଧର ସେ ନେଇଯାଉ ସେ 1 ଲକ୍ଷ ଟଙ୍କା ଦେଇଥିଲା 1 ଲକ୍ଷ ଟଙ୍କା ସେ ନେଇକିରି ମୋ ଜମି ଖଣ୍ଡ ମତେ ଦଉ ମୁଁ ଶାଗୁଟା କରୁଥିଲି ଆଉ ତ ମୁଁ ବଡ଼ ବୟସ ନାହିଁ ସେ ପିଲେ କରିବେ ଶାଗୁଟା ଧାନ ପୂଜା କରୁଥିଲି ମୁଗ ଟିକେ କରୁଥିଲି ସେଇଥିରେ ତଳେ ଏଡ଼ିକି 5-7 ଦେଲି ସେଇଥିରେ ଚଳୁଥିଲି 5-7 ଟଙ୍କା ଧରିଛି ଗାଈ ସେ ଘର ଭାଙ୍ଗିଦେଲା ଘର ପୋଡ଼ିଦେଲା ସେ ଗୋରୁ ଗାଈ କୁଆଡ଼େ ଗଲେ ଆଉ ଗୋରୁ କିଏ କ'ଣ କରିବି ଗାଁ ଘରେ ତ ଥିଲା ସେ ଗାଁ ଘରକୁ ଆସିକି ଆମେ ରହିଲୁ ଆଚ୍ଛା ଏ ସବୁ କିଛି ମୁଖ୍ୟମନ୍ତ୍ରୀଙ୍କୁ କହିପାରିଲନି ମୁଁ ତ କିଛି କହିପାରିଲି କ'ଣ କହିବି ଏଇଟା କହୁଛେ ଆଉ ସେଠି ତ ମତେ ଏଇଟା କହିଲେ ତମେ ଜହରି ବୋଲି କହିଲେ ମୁଁ ଆଉ କ'ଣ କହିବି ତମେ ମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନିଛ ନାଇଁ ମୁଖ୍ୟମନ୍ତ୍ରୀ ନାଁ ଜାଣିଛ ମାଝୀ ବୋଲି କହୁଛନ୍ତି ମାଝୀ ମୁଁ କ'ଣ ଜାଣିଛି ଯେ ମତେ କହିଲେ କି ମାଝୀ ବୋଲି ଆଗରୁ ଆଉ ଜଣେ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କୁ ଚିହ୍ନିଥିଲ ନାଇଁ ତ ନବୀନ ବାବୁଙ୍କୁ ଚିହ୍ନିଥିଲ ହଁ ଆମ ଗାଁକୁ ଯାଇଥିଲେ ସେ ନବୀନ ବାବୁ ଆମେ ତାଙ୍କୁ ଦେଖିଛୁ ମୋହନ ମାଝୀକୁ ଚିହ୍ନ ନାଇଁ ଏଇଲେ ଭିତରକୁ ଗଲେ ଏଇ ଯୋଉ ଫଟୋଟା ଯାହାର ସିଏ ହଉ ମୋହନ ମାଝୀ ଏଇ ଫଟୋଟା ଦେଖାହେଲେ ଥିଲେ ମତେ ଏଥିରେ ଦୁଶୁନି ବାପା ଆଖିକି ଦୁଶୁନି ଏ ଗୋରା ହେଇକି ଏଇ ବାଁ ପଟକୁ ଜଣେ ବସିଥିଲେ ସେଇ ଦେଲେ ଆଉ ଦେଖିଦେଲେ କହିଲେ ତେବେ ଚହରି ନାତିକି ଧରିକି ଆସିବ ମୁଁ ସବୁ କାମ ତମର କରିଦେବି ବାନ୍ଧୁଛି ଯୋଉ ମୋ ଜମି ଖଣ୍ଡ ନେଇଗଲା ସେ କୁମୁଟି ଗମ୍ଭାରୁଣ୍ଡାର ସତ୍ୟନାରାୟଣ ମାଲୁ ମୁଁ ଆସିଛି ପଞ୍ଚୁଗାଁରୁ ପଞ୍ଚୁଗାଁ ଗମ୍ଭାରୁଣ୍ଡାରୁ ଓହ୍ଲେଇଲେ କି ଯିବ ସେ ଗାଁକୁ ଆଜି ମୁଖ୍ୟମନ୍ତ୍ରୀ ସହିତ କଥା ହେଲ ମୁଁ ମତେ ସେ
ଦେଖେଇଲେ ପିଲେ ନେଇଗଲେ ଏଇ କାଗଜଟାକୁ ଆଗ ଦେଇଦେଲେ ଯୋଉଠୁ ସେ କରିଦେଲେ କହିଲେ ଜହରି ବୁଲିଆ କ'ଣ ଏଇ ଯୋଉ ଏସରେ କାର୍ଡ କାଗଜଟାକୁ ଆଗ ଦେଇଦେଲେ କୋଉଠି ଶୋଇଲି ଯେ ଏଇଠି এইটাକୁ ଆଗ ଦେଇଦେଲେ ଯୋଉଠୁ ଆଉ ଏଇଟାରେ ପାଇଖାନା ନାହିଁ ଆଉ ଏସନ କାର୍ଡ ନାହିଁ ଏଇଟା କରିଦେଇଥିଲେ କହିଲେ ଜହରି ଆଉ ମୁଁ କ'ଣ କହିବି ଏକୁଟିଆ ଆସିଲେ ସାଙ୍ଗରେ କିଏ ହେଇଛି? ଜମି ଫେରିବା କଥା କିଛି କଥା ହେଇପାରିଲାନି? ନାଇଁ କିଛି ହେଇନି এই পয়সাটা কি দেলে? পয়সা কি দেলে? ସେଇପଟେ ଯୋଉ ବାଁ ପଟକୁ ଯୋଉ ବସିଲି ବାଁ ପଟକୁ ଯୋଉ ଅଛନ୍ତି ସେ ବାବୁ ଦେଲେ କଣ ପାଇଁ ଦେଲେ? କହିଲେ ଖର୍ଚ୍ଚ କରିବ ଜହରି ମୁଖ୍ୟମନ୍ତ୍ରୀ ଦେଲେ? ସିଏ ମୁଖ୍ୟମନ୍ତ୍ରୀ କ'ଣ ମୁଁ କ'ଣ ଚିହ୍ନିଛି କି ମୁଁ ତ ଜାଣିଛି ନା କ'ଣ ଯେ ସେଇଦିନ ପୁଅ ଜାଣି ସବୁ ତମେ ତ ମୁଖ୍ୟମନ୍ତ୍ରୀ ସହିତ କଥା ହେଲ କାନ୍ଦୁଛ କ'ଣ ପାଇଁ? ମୁଖ୍ୟମନ୍ତ୍ରୀ ସହିତ ମୁଁ କୋଉଟା କିଛି କଥା ହେଇପାରିଲିନି ଖାଲି ଏଇଠି କାରୁଣା ଯୋଉ ପିଲେ ନେଇକି ଦେଇଦେଲେ ଆଉ ପିଲେ ଯୋଉ ଦେଇଦେଲେ ସେଇଟାରେ ସେ କହିଲେ ତମର ଯୋଉଥିପାଇଁ ଆଞ୍ଚଳ କାଗଜ ହେଇଗଲା ତ ତମେ ଜହରି ସେ ଟଙ୍କା ଦେଇଦେଲେ କହିଲେ ଜହରି କାନ୍ଦନି ଆଉ ତମ ନାତିକି ଧରିକି ଆସିବ ନାତିକି ଧରିକି ଆସିଲେ ମୁଁ ସବୁ କଥା ତମର କାମ କରିବି ଏଇଟା କହିଲେ ଆଉ କ'ଣ ଏବେ ଘରୁ କେମିତି ଯିବ? ଝୁଅ ଅଛି ଭିତରେ କୋଉଠି ଆସିନି ସେଇ ଝୁଅ ପାଖରେ ରହିଛି ନା କ'ଣ ଆଉ କାହା ପାଖରେ ରହିବି ଯେ କିଏ ଅଛି ଆଉ ଝିଅ ଅଛି ଭିତରେ? ହଁ ସେ କୁଆଡ଼େ ପାଉନଥିବ ତ ଖୋଜି ଖୋଜିକି ଆସିବ କ'ଣ କରିବ ମୋ ପାଖକୁ ତମ ଦେହ ଭଲ ନାହିଁ ତମେ ଥରୁଛ? ଧନ ତମ ଆଗରେ ଦୁଃଖ କହିବି ନା ସୁଖ କହିବି ଦୁଃଖ କହିଲେ ସମସ୍ତେ ଜାଣିବେ ସୁଖ କେହି ଜାଣିବେନି କାଲିଠୁ ଖିଆ ପିଆ ନାହିଁ ମନ ଖରାପରେ ଶୋଇଲୁ ସେଠୁ କେତେବେଳେ ରାତି 10-11ଟା ହେଲାଣି ସେଠୁ ଝିଅ ସରିଲାନି ଯାଇକି ଉପମା କଲା ଉପମା କରିକି ଆଣିଦେଲା କହିଲା ବୋଉ ଉଠୁନୁ ଖାଇବୁ ମୁଁ କହିଲି କିଛି ଖାଇବିନି ମୋତେ ଡାକେନି ନା ତୁ ଯଦି ନ ଖାଇବୁ ମୁଁ ଖାଇବି ସିଏ ଖାଇଲେ ଉପମା ମୁଁ ଖାଇଲେ ଉପମା ଆଉ ଭାତ ଆଣୁ ନହେଲେ ଖାଏ ନାହିଁ ମୁଁ ଭାତ ଖାଇବି ଝିଅ ନାହିଁ ଗଲା ମୋ ମନ ତ ଭଲ ନାହିଁ ମୁଁ ବି ମନା କଲି ଏ କେସ୍ ବାସ ଯୋଗେ ମୁଁ ଆସିବା ପାଇଁ ତ ଟିକେ ପାରୁନି ଚାଲି ପାରୁନି ଏମିତିକା ହେଇକିରି ରହିଲି।